क्रूस जिहुदी मान निमंते बड़ समस्या थिला। मसीह जे क्रूसार्पित हेबे ताहा से माने विश्वास करि पारु नथिले। तेणु पाउलस सेमान को क्रूसर शक्ति विषय कहउचंती। आमे कोन प्रभु यीशुंको क्रूसरे विश्वास करूछु कि? गति प्रदीप सेही निराशरे आशा देई ए घोर दुर्दिन काले बंधुर पथ धारे दिए से जे शांति शिखा दिए से जे प्रिय दर्शक बंधु नमस्कार। प्रभु यीशुंको मधुर नाम रे आपण मानकु पथ प्रदर्शिका कार्यक्रम को स्वागत करूअछि। आपण केमिति अछंती? मोर विश्वास प्रभुंको दया और अनुग्रह आपण निश्चय भल थिबे। आपण परिवार सहित आज कार्यक्रम देखुछंती सेथिपे आमे विशेष आनंदित। आपण ए कार्यक्रम देखुछंती आत्मिक भावे बढ़ुछंती सेथिपे मु विशेष खुशी अटे। आपण को मतामत और प्रार्थनार अनुरोध जदि किछि थाए आमको जणाइले आमे खुशी हेबु। टीवी स्क्रीन रे दिया जाइथिबा फोन नंबर रे आम सहित जोगाजोग करिवे। आमे आपण को फोन रो अपेक्षा रे अछु। प्रथम करंथी 1 पर्व रे पाउल जागतिक ज्ञान विषय कहउछंती। आमे जितेबेले 2 पर्व को आसु से कहंती ईश्वर ज्ञान दियंती जेपरि आमे ईश्वर को जानि परिबा। पाउल कहंती जहा आम पाखरे अछि आम ज्ञान परित्राण आम पवित्रता सब ईश्वर को ठारु पाइछु। आजिर अध्ययनर आरंभ रे पाउल ईश्वर को निगूढ़ तत्व विषय कहंती। एई निगूढ़ तत्व कौन? ताहेला ईश्वर जिहुदी और विजाति मान को ख्रीष्टंक द्वारा एकत्र कले जेपरि एक नुआ परिवार गठन करि परिबे जाहाको आमे मंडली कहू। पाउल जेतेबेले एक कथा कहंती से मनुष्यर ज्ञान रे कहू नांती। जदिओ पाउल जिहुदी व्यवस्था विषय जानी थिले ओ ग्रीक दर्शन शास्त्र विषय जानी थिले किंतु ताहा एठारे व्यवहार करू नांती। ईश्वर को आत्मा को चालना रे कहउछंती। से कहउछंती यीशु ख्रीष्टंक क्रूस व्यतीत अन्य कोनोसी विषय मो कहू नाही। क्रूस जिहुदी मान को निमंते बड़ समस्या थिला। मसीह जे क्रूसार्पित हेबे ताहा से माने विश्वास करि पारु नथिले। तेणु पाउल से मान को क्रूसर शक्ति विषय कहउछंती। आमे कोन प्रभु यीशु को क्रूसरे विश्वास करूछु कि जहा आम जीवन को परिवर्तन करि पारिबो? तबे आसंतु आजिर अध्ययन मध्य को जिबा पूर्वरु एक भक्तिमूलक गीत सुनिबा। वंदना घेन प्रिय जीशु मोहर वंदना घेन प्रिय जीशु मोहर घेन मोचना पूजा संभार घेन मोचना पूजा संभार तुमरी दानरु देउछि तुमको
ଯିଶୁ ମୋହର। ରକ୍ଷା କରିବାକୁ ପାପୀ ମାନବର ନିଜେ ହୋଇଅଛ ଜୀବନ୍ତ ଆହାର। ରକ୍ଷା କରିବାକୁ ପାପୀ ମାନବର ନିଜେ ହୋଇଅଛ ଜୀବନ୍ତ ଆହାର। ଆଣିଛି ରୋଟି ଦର୍ଶନ ଭେଟି, ଆଣିଛି ରୋଟି ଦର୍ଶନ ଭେଟି, ତୁମ ମହାଦାନ କରି ପ୍ରଚାର। ବନ୍ଦନା ଘେନ ପ୍ରିୟ ଯିଶୁ ମୋହର। ବନ୍ଦନା ଘେନ ପ୍ରିୟ ଯିଶୁ ମୋହର। କଳୁଷ କରି ପରିଷ୍କାର, ଝରାଇଛ କୃଷି ତପତର ଧୀର। ମୋ ପାପ କଳୁଷ କରି ପରିଷ୍କାର, ଝରାଇଛ କୃଷି ତପତର ଧୀର। ଏ ଦ୍ରାକ୍ଷାରସ କରୁଛି ପ୍ରକାଶ, ଏ ଦ୍ରାକ୍ଷାରସ କରୁଛି ପ୍ରକାଶ, ତୁମ ମହାପ୍ରେମ ପୀୟୁଷ ଧାର। ବନ୍ଦନା ଘେନ ପ୍ରିୟ ଯିଶୁ ମୋହର। ବନ୍ଦନା ଘେନ ପ୍ରିୟ ଯିଶୁ ମୋହର। ଘିନ ମୋର୍ଚ୍ଚନା ଆଜି ଆମେ ନୂତନ ନିୟମର ପ୍ରଥମ କରିନ୍ଥୀୟ ପୁସ୍ତକ ତହିଁର 2 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 16 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପବିତ୍ର ଆତ୍ମାଙ୍କର ସ୍ପଷ୍ଟତା ମନୁଷ୍ୟ ଜ୍ଞାନକୁ ସଂଶୋଧିତ କରେ। ଦେଖନ୍ତୁ 2 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅତଏବ ହେ ଭାଇମାନେ, ଯେତେବେଳେ ମୁଁ ତୁମମାନଙ୍କ ନିକଟକୁ ଯାଇଥିଲି ସେତେବେଳେ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲି ତାହା ନୁହେଁ। ପ୍ରଥମତଃ ମୁଁ ଆପଣଙ୍କର ଏହି ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଯେ ପାଉଲ ତାହାଙ୍କର ପ୍ରଚାରରେ ଦାର୍ଶନିକ ଚିନ୍ତାଧାରା ପ୍ରୟୋଗ କରିନଥିଲେ। ସେ ତାହାଙ୍କର ପ୍ରଚାରରେ ଅଳଙ୍କାରପୂର୍ଣ୍ଣ ଶବ୍ଦ କିମ୍ବା ସାହିତ୍ୟିକ ଭାଷା ପ୍ରୟୋଗ କରିନଥିଲେ। ସେ ଈଶ୍ୱରଙ୍କ ବାକ୍ୟକୁ ସରଳ ଭାବେ ପ୍ରଚାର କରିଥିଲେ, କିନ୍ତୁ ନିଜର ଜ୍ଞାନ ଗାରିମାକୁ ଦେଖାଇ ନଥିଲେ। ଦ୍ୱିତୀୟତଃ
ପାଉଲ ମନୁଷ୍ୟର ଜାଗତିକ ଜ୍ଞାନରେ ଈଶ୍ୱରଙ୍କର ସାକ୍ଷ୍ୟ ବା ନିଗୂଢ଼ ତତ୍ତ୍ୱକୁ ପ୍ରକାଶ କରିବାକୁ ଆସିନଥିଲେ। ସେହି ନିଗୂଢ଼ ତତ୍ତ୍ୱର ଅର୍ଥ କ'ଣ? ସେହି ନିଗୂଢ଼ ତତ୍ତ୍ୱର ଅର୍ଥ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ, ଯାହାକି ପୂର୍ବରୁ ପ୍ରକାଶିତ ହୋଇନଥିଲା, ମାତ୍ର ଏବେ ପ୍ରକାଶିତ ହେଲା। ପାଉଲ ଏହି ନିଗୂଢ଼ ତତ୍ତ୍ୱକୁ ଅତି ସରଳ ତଥା ପରିଷ୍କାର ଭାବରେ ପ୍ରଚାର କରିଥିଲେ। 2 ପର୍ବର 2 ପଦରେ ଏହିପରି ଲେଖା ଅଛି, କାରଣ ଯୀଶୁଖ୍ରୀଷ୍ଟ ଅର୍ଥାତ୍ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ବିନା ତୁମମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି। ଦେଖନ୍ତୁ, ପାଉଲଙ୍କ ପ୍ରଚାରର ମୁଖ୍ୟ ବିଷୟବସ୍ତୁ ଥିଲା ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ। ସେ କ୍ରୁଶାର୍ପିତ ଉଦ୍ଧାରକର୍ତ୍ତାଙ୍କୁ ପ୍ରଚାର କଲେ, ଜଣେ ଯେ କି ସମଗ୍ର ଜଗତର ପାପ ନିମନ୍ତେ କ୍ରୁଶୀୟ ମୃତ୍ୟୁଭୋଗ କଲେ। ଏପରିକି ପ୍ରଚାର ଆଜି ମଧ୍ୟ ବିଶେଷ ଭାବେ ଆବଶ୍ୟକ, କାରଣ ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ ସମଗ୍ର ମାନବ ଜାତି ନିମନ୍ତେ ଏକମାତ୍ର ପରିତ୍ରାଣର ପଥ। 2 ପର୍ବର 3 ପଦରେ ଲେଖା ଅଛି, ପୁଣି ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମମାନଙ୍କ ମଧ୍ୟରେ ଥିଲି। ପାଉଲ ଏଠାରେ ନିଜର ହୃଦୟର ଭାବକୁ ବ୍ୟକ୍ତ କରନ୍ତି। ସେ ଏଠାରେ ସ୍ପଷ୍ଟ କରିଦିଅନ୍ତି ଯେ ସେ ଯେତେବେଳେ ସେମାନଙ୍କ ମଧ୍ୟରେ ଥିଲେ, ସେତେବେଳେ ସେ ବିଶେଷରେ ବାଧାପ୍ରାପ୍ତ ହୋଇଥିଲେ। ସେ ଦୁର୍ବଳତା, ଭୟ ଓ ମହାକମ୍ପ ସହ ରହିଥିଲେ। ପାଉଲ ନିଜକୁ ଅତି ବଡ଼ ବୋଲି ମନେ କରୁନଥିଲେ, ତଥାପି ସେ ଅନେକ କ୍ଷେତ୍ରରେ ଅତି ବୁଦ୍ଧିମାନ ଓ ମହାନ ବ୍ୟକ୍ତି ଥିଲେ। କିନ୍ତୁ ସେ ନିଜକୁ ଜଣେ ମହାନ ବ୍ୟକ୍ତି ବୋଲି ଭାବୁନଥିଲେ। ଏହାପରେ 2 ପର୍ବର 4 ଓ 5 ପଦରେ ଏହିପରି ଲେଖା ଅଛି, ତୁମମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ୱରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ, ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ଆତ୍ମା ଓ ଶକ୍ତିର ପ୍ରମାଣଯୁକ୍ତ ହୋଇଥିଲା। ବର୍ତ୍ତମାନ ଆପଣ ଲକ୍ଷ୍ୟ କରିବେ, ଅନେକ କିଛି ଶିକ୍ଷା ଓ ପ୍ରଚାର ମନୁଷ୍ୟର ଜ୍ଞାନ ଉପରେ ପର୍ଯ୍ୟବେସିତ। ସେହିସବୁ କର୍ଣ୍ଣକୁ ଅତି ଶ୍ରୁତିମଧୁର ଓ ମନୋହର ବାକ୍ୟଯୁକ୍ତ। ଆଜି ପ୍ରଚାର କାର୍ଯ୍ୟ ବହୁଳ ମାତ୍ରାରେ ଚାଲିଛି, ମାତ୍ର ଏହା ସମ୍ପୂର୍ଣ୍ଣ ଆତ୍ମା ଓ ଶକ୍ତିର ସହିତ ନୁହେଁ, ଯଦ୍ୱାରା ଏହା ବିଶେଷରେ ଫଳପ୍ରଦ ହୋଇପାରୁନାହିଁ। କାରଣ ଆମେ ଭାବୁଛେ ଏହା ଠିକ୍ ଭାବରେ, ଠିକ୍ ବିଷୟବସ୍ତୁ ଉପରେ ଓ ଠିକ୍ ଶୈଳୀରେ ପ୍ରଚାରିତ ହେଲେ ଯଥେଷ୍ଟ, ମାତ୍ର ତାହା ନୁହେଁ। ଏହା ଆତ୍ମା ଓ ଶକ୍ତିର ସହିତ ପ୍ରଚାରିତ ହେଲେ ଅଧିକ ଫଳପ୍ରଦ ହୋଇପାରିବ। ଏହି କାର୍ଯ୍ୟ ନିମନ୍ତେ ପବିତ୍ର ଆତ୍ମାଙ୍କର ଶକ୍ତିର କାର୍ଯ୍ୟ ନିତାନ୍ତ ଆବଶ୍ୟକ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ଜଣେ ବ୍ୟକ୍ତିକୁ ପ୍ରଭୁଙ୍କ ନିକଟକୁ ଆଣିବାରେ ମନୁଷ୍ୟର ଜ୍ଞାନ ବ୍ୟବହୃତ ହୁଏ, ତାହାହେଲେ ସେହି ବ୍ୟକ୍ତିର ବିଶ୍ୱାସ ମନୁଷ୍ୟର ଜ୍ଞାନ ଉପରେ ଆଧାରିତ ହୁଏ। କିନ୍ତୁ ଯଦି ଜଣେ ବ୍ୟକ୍ତିକୁ ଈଶ୍ୱରଙ୍କ ଶକ୍ତି ଦ୍ୱାରା ବିଶ୍ୱାସ ମତ ମଧ୍ୟକୁ ଅଣାଯାଏ, ତାହେଲେ ତାହାର ବିଶ୍ୱାସ ଈଶ୍ୱରଙ୍କ ଶକ୍ତି ଉପରେ ଆଧାରିତ ହୁଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ପାଉଲ କହିବାକୁ ଚାହାନ୍ତି ଯେ ଆମମାନଙ୍କର ବିଶ୍ୱାସ ଈଶ୍ୱରଙ୍କ ଆତ୍ମା ଓ ଶକ୍ତି ଉପରେ ଆଧାରିତ ହେବା ଆବଶ୍ୟକ। ଆମମାନଙ୍କର ଶିକ୍ଷା ଓ ପ୍ରଚାରରେ ପବିତ୍ର ଧର୍ମଶାସ୍ତ୍ରର ସତ୍ୟତାକୁ ପ୍ରମାଣିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଈଶ୍ୱରଙ୍କ ଆତ୍ମା ଓ ଶକ୍ତିରେ ପରିଚାଳିତ ହୋଇ ଶିକ୍ଷା ଦେବା ଓ ପ୍ରଚାର କରିବା ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। 2 ପର୍ବର 6 ଓ 7 ପଦରେ ଏହିପରି ଲେଖା ଅଛି, ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁଁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ, କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, ମାତ୍ର ଆମ୍ଭେମାନେ ନିଗୂଢ଼ ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ। ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। ପାଉଲ କହନ୍ତି ଯେ ସେ ତାହାଙ୍କର ପ୍ରଚାରରେ ଜାଗତିକ ଜ୍ଞାନ ବା ଚିନ୍ତାଧାରା ଆଦୌ ପ୍ରୟୋଗ କରନ୍ତି ନାହିଁ, ମାତ୍ର ସେ କହନ୍ତି, ମାତ୍ର ଆମ୍ଭେମାନେ ନିଗୂଢ଼ ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ। ଏହା ଏହି ଯୁଗର ନୁହେଁ, କିମ୍ବା ଏହି ଜଗତର ନୁହେଁ, ମାତ୍ର ଏହା ଈଶ୍ୱରଙ୍କ ଜ୍ଞାନ ଓ ଏହା ଖ୍ରୀଷ୍ଟଙ୍କ କ୍ରୁଶ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ପାଉଲ କହନ୍ତି, ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। 8 ପଦରେ ଲେଖା ଅଛି, ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣିନାହାନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରିନଥାନ୍ତେ। ଆପଣ ଦେଖନ୍ତୁ, ସେମାନେ ତାହା ଜାଣିନଥିଲେ, ଆଉ ଯଦି ଜାଣିଥାନ୍ତେ ତାହେଲେ ସେମାନେ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରିବାର ବାସ୍ତବ ଅଭିମତକୁ ବୁଝିପାରିଥାନ୍ତେ। 9 ପଦରେ ଲେଖା ଅଛି, କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ପାଉଲ ଏଠାରେ କହିବାକୁ ଚାହାନ୍ତି, ବର୍ତ୍ତମାନ ଏହି ଜଗତରେ
କେତେକ ବିଷୟ ଅଛି ଯାହାକି ଚକ୍ଷୁ ଦେଖି ନାହିଁ। ଆମେ ଏହି ଚକ୍ଷୁ ସାହାଯ୍ୟରେ ଅନେକ କିଛି ବିଷୟରେ ସୂଚନା ପାଉ ଓ ଜାଣିବାକୁ ପାରୁ। ଏହି ଚକ୍ଷୁ ମାଧ୍ୟମରେ ଆମେ ଅନେକ କିଛି ବିଷୟ ଶିକ୍ଷା କରିବାକୁ ପାରୁ। କିନ୍ତୁ ତଥାପି ଏପରି ବିଷୟ ଅଛି ଯାହାକି ଆମମାନଙ୍କର ଚକ୍ଷୁ ଦେଖି ନାହିଁ ବା ଦେଖିବାକୁ ସମର୍ଥ ହୋଇପାରେ ନାହିଁ। ଏହାପରେ ଆଉ ଏକ ଦ୍ୱାର ଅଛି ଯାହା ମଧ୍ୟ ଦେଇ ଆମେ ମନୁଷ୍ୟର ଜ୍ଞାନ ଲାଭ କରୁ, ତାହା ହେଉଛି କର୍ଣ୍ଣ। ଆମେ ଶୁଣିବା ଦ୍ୱାରା ମଧ୍ୟ ଅନେକ ବିଷୟ ଶିକ୍ଷା କରୁ। ମାତ୍ର ପାଉଲ କହନ୍ତି ଏପରି କେତେକ ବିଷୟ ଅଛି ଯାହାକି ଆମେ ଶୁଣିବା ଦ୍ୱାରା ମଧ୍ୟ ଶିକ୍ଷା କରିପାରିନଥାଉ। ଏହାପରେ ସେ କହନ୍ତି ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଅର୍ଥାତ୍ ଯାହା ମନୁଷ୍ୟର ଚିନ୍ତାଧାରା କିମ୍ବା ଭାବନା ଶକ୍ତି ବଳରେ ଜାତ ହୋଇନାହିଁ। କାରଣ କେତେକ ବିଷୟ ଅଛି ଯାହା ମନୁଷ୍ୟ ନିଜର ଭାବନା ଶକ୍ତି ବଳରେ ବୁଝିବାକୁ ସମର୍ଥ ହୋଇପାରେ ନାହିଁ କିମ୍ବା ସେ ନିଜର ଜ୍ଞାନରେ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରେ ନାହିଁ। ଆପଣ ଈଶ୍ୱରଙ୍କୁ ଖୋଜି ବାହାର କରିପାରିବେ ନାହିଁ। ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଈଶ୍ୱର ସେମାନଙ୍କ ନିମନ୍ତେ ଯେଉଁ ସମସ୍ତ ବିଷୟ ପ୍ରସ୍ତୁତ କରି ରଖିଅଛନ୍ତି, ସେହି ସମସ୍ତ ବିଷୟ ମନୁଷ୍ୟର ଚକ୍ଷୁ, କର୍ଣ୍ଣ କିମ୍ବା ଭାବନା ମଧ୍ୟରେ ପ୍ରବେଶ କରିପାରି ନାହିଁ। ତାହେଲେ ଆପଣ ସେହିସବୁ କିପରି ଜାଣିବାକୁ ପାରିବେ? 10 ପଦରେ ଲେଖା ଅଛି, କିନ୍ତୁ ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି, ଯାହା ଆମେ ଚକ୍ଷୁ ଦ୍ୱାରା କିମ୍ବା କର୍ଣ୍ଣ ଦ୍ୱାରା ଜାଣିପାରିବା ନାହିଁ। ସେହିସବୁ ଈଶ୍ୱରଙ୍କ ଆତ୍ମା ଆମମାନଙ୍କୁ ଶିକ୍ଷା ଦେବେ ଓ ଜଣାଇବେ। ଅନେକ ବିଷୟ ଅଛି ଯାହାକି ଆମେ ବାଇବଲ ଅଧ୍ୟୟନ କଲେ ଜାଣିପାରିବା ବା ଶିକ୍ଷା କରିପାରିବା, କିନ୍ତୁ ଆମେ ସେହିପରି ଭାବେ ଆତ୍ମିକ ସତ୍ୟତାକୁ ଜାଣିପାରିବା ନାହିଁ ବା ଶିକ୍ଷା କରିପାରିବା ନାହିଁ। କାହିଁକି ଜାଣନ୍ତି? ଯେହେତୁ ଈଶ୍ୱର ତାହାଙ୍କ ଆତ୍ମାଙ୍କ ଦ୍ୱାରା ସେହିସବୁ ସତ୍ୟ ଆମମାନଙ୍କ ନିକଟରେ ପ୍ରକାଶ କରିଥାନ୍ତି। କେତେକ ବିଷୟ ଅଛି ଯାହାକି ଈଶ୍ୱରଙ୍କ ଆତ୍ମା ହିଁ କେବଳ ଆମମାନଙ୍କ ନିକଟରେ ସେହିସବୁ ବିଷୟ ପ୍ରକାଶ କରିଥାନ୍ତି। କାରଣ ଈଶ୍ୱରଙ୍କ ବାକ୍ୟର ନିଗୂଢ଼ ତତ୍ତ୍ୱକୁ ବୁଝିବାକୁ ହେଲେ ଈଶ୍ୱରଙ୍କ ଆତ୍ମାଙ୍କର ସହାୟତା ଆବଶ୍ୟକ। 11 ପଦରେ ଲେଖା ଅଛି, କାରଣ ମନୁଷ୍ୟର ବିଷୟ ସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ। ଦେଖନ୍ତୁ, ଆପଣ ଓ ମୁଁ ଆମେ ପ୍ରତ୍ୟେକେ ପରସ୍ପରକୁ ବୁଝିପାରୁ, ଯେହେତୁ ଆମମାନଙ୍କଠାରେ ମନୁଷ୍ୟର ଆତ୍ମା ଅଛି। ଧରି ନିଅନ୍ତୁ, ଆପଣ ରାସ୍ତାରେ ଯାଉଥିବା ଅବସ୍ଥାରେ ଝୁଣ୍ଟି ପଡ଼ିଗଲେ, ତେବେ ସେହି ଅବସ୍ଥାରେ ଆପଣ କିପରି ଅନୁଭବ କରିଥିବେ ତାହା ମୁଁ ମଧ୍ୟ ବୁଝିପାରେ ବା ଜାଣିପାରେ। ଆପଣ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ନୁହେଁ କି? କିନ୍ତୁ ସେ ଯାହା ହେଉନା କାହିଁକି, ମୁଁ ଜାଣେ ନା ଈଶ୍ୱର କିପରି ଅନୁଭବ କରନ୍ତି। ଯଦି ଈଶ୍ୱରଙ୍କ ବିଷୟରେ ମୁଁ କିଛି ବୁଝିବାକୁ ବା ଜାଣିବାକୁ ଚାହେଁ, ତାହେଲେ ସେ ତାହା ମୋତେ ଜଣାଇବାକୁ ହେବ, ଯେହେତୁ ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ। 12 ପଦରେ ଲେଖା ଅଛି, ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମମାନେ ଜାଣିପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। କେତେକ ବିଷୟ ଅଛି ଯାହାକି କେବଳ ଈଶ୍ୱରଙ୍କ ଆତ୍ମା ସେହିସବୁ ବିଷୟ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବା ଦ୍ୱାରା ଆମ୍ଭେମାନେ ସେହିସବୁ ବିଷୟ ବୁଝିବା ନିମନ୍ତେ ସମର୍ଥ ହୋଇପାରୁ ଓ ସେ ଏହା ବିନା ମୂଲ୍ୟରେ ସାଧନ କରିଥାନ୍ତି। ସେ ଆମମାନଙ୍କର ଶିକ୍ଷକ ହେବାକୁ ଚାହାନ୍ତି। ସେ ଆମମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟର ନିଗୂଢ଼ ତତ୍ତ୍ୱକୁ ପ୍ରକାଶ କରନ୍ତି, ଯଦ୍ୱାରା ଆମେମାନେ ବୁଝିବା ନିମନ୍ତେ ସମର୍ଥ ହୋଇପାରୁ। 13 ପଦରେ ଲେଖା ଅଛି, ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ୱାରା ଶିକ୍ଷିତ ବାକ୍ୟରେ କହିନଥାଉ, ମାତ୍ର ଆତ୍ମିକ ବିଷୟ ସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ। ପାଉଲ ଏଠାରେ କହିବାକୁ ଚାହାନ୍ତି ଯେ ଯେପର୍ଯ୍ୟନ୍ତ ମନୁଷ୍ୟ ସେହି ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଈଶ୍ୱରଙ୍କ ବିଷୟ ସବୁକୁ ବୁଝିବା ନିମନ୍ତେ ଚେଷ୍ଟା ନ କରେ, ସେ ପର୍ଯ୍ୟନ୍ତ ସେ ନିଜେ ସେହି ଆତ୍ମିକ ବିଷୟ ବୁଝିବା ନିମନ୍ତେ ସମର୍ଥ ହୋଇପାରେ ନାହିଁ କି ଅନ୍ୟକୁ ବୁଝାଇବା ନିମନ୍ତେ ସମର୍ଥ ହୋଇପାରେ ନାହିଁ। ବର୍ତ୍ତମାନ ପାଉଲ ଏକ ଚମତ୍କାର ମନ୍ତବ୍ୟ ଦେବାକୁ ଯାଉଅଛନ୍ତି, ଯାହାକି ଧର୍ମଶାସ୍ତ୍ରର ଏକ ଅବିସମ୍ବାଦିତ ସତ୍ୟ। ଦେଖନ୍ତୁ, 2 ପର୍ବର 14 ପଦରେ ଲେଖା ଅଛି, କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି ସେ ସେହିସବୁ ବୁଝିପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ଦେଖନ୍ତୁ, ଜଣେ ସାଂସାରିକ ମନୁଷ୍ୟ ବା ସାଧାରଣ ମନୁଷ୍ୟ ଈଶ୍ୱରଙ୍କ ବିଷୟକୁ ଗ୍ରହଣ କରିପାରେ ନାହିଁ। କାହିଁକି ଗ୍ରହଣ କରିପାରେ ନାହିଁ? ଯେହେତୁ ସେହିସବୁ ବିଷୟ ତା ନିକଟରେ ମୂର୍ଖତାର ବିଷୟ। ଈଶ୍ୱର କହନ୍ତି, ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଷର କଥା ମୂର୍ଖତା ମାତ୍ର। କାରଣ
ସେ ଏହାର ବାସ୍ତବ ତାତ୍ପର୍ଯ୍ୟକୁ ବୁଝିପାରେ ନାହିଁ କି ଗ୍ରହଣ କରିପାରେ ନାହିଁ। ଏପରିକି ସେ ସେହିସବୁ ବୁଝିପାରେ ନାହିଁ ଯେହେତୁ ଈଶ୍ୱରଙ୍କ ଆତ୍ମା ତାହାଠାରେ ନଥାଏ। ତେଣୁ ସେହି ସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ଅନେକ ସମୟରେ ଆମେ ଭାବୁ ଯେ ଆମେ ସବୁକିଛି ବୁଝିପାରୁ ବା ଆମେ ଚାହିଁଲେ ସବୁକିଛି ଅଧ୍ୟୟନ କରି ବୁଝିପାରିବା। ମାତ୍ର ଈଶ୍ୱରଙ୍କ ବାକ୍ୟକୁ ଆମେ ସେପରି ଭାବରେ ବୁଝିପାରିବା ନାହିଁ, କାରଣ ତାହା ଈଶ୍ୱରଙ୍କ ଇଚ୍ଛା ଓ ଉଦ୍ଦେଶ୍ୟକୁ ପ୍ରକାଶ କରେ। ତେଣୁକରି ଈଶ୍ୱରଙ୍କ ଆତ୍ମାଙ୍କ ସହାୟତା ନିତାନ୍ତ ଆବଶ୍ୟକ। ସେଥିପାଇଁ ପ୍ରଭୁ ଯୀଶୁ ଯୋହନ 16 ପର୍ବର 13 ଓ 14 ପଦରେ ଏହିପରି ପ୍ରକାଶ କରନ୍ତି, କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହିସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ ବିଷୟ ଘେନି ତୁମମାନଙ୍କୁ ଜଣାଇବେ। ମୋର ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ସେହି ଈଶ୍ୱରଙ୍କ ଆତ୍ମା ଆପଣଙ୍କୁ ଖ୍ରୀଷ୍ଟଙ୍କ ବିଷୟ ଜଣାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଏହି 1 କରିନ୍ଥୀୟ ପତ୍ରଟି ଆପଣଙ୍କ ଜୀବନରେ ବିଶେଷ ପ୍ରଭାବ ପକାଇ ପାରିବ ନାହିଁ। ଏହାର ଗୁରୁତ୍ୱପୂର୍ଣ୍ଣତାକୁ ଆପଣ ବୁଝିପାରିବେ ନାହିଁ। 15 ଓ 16 ପଦରେ ଲେଖା ଅଛି, ମାତ୍ର ଯେ ଆତ୍ମିକ ମନା ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ। କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ ସେ ତାହାଙ୍କୁ ଶିକ୍ଷା ଦେଇପାରେ? କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ। ଲେଖା ଅଛି, ମାତ୍ର ଯେ ଆତ୍ମିକ ମନା ଅର୍ଥାତ୍ ସେ ହେଉଛି ସେହି ବ୍ୟକ୍ତି ଯାହାର ମଧ୍ୟରେ ଈଶ୍ୱରଙ୍କ ଆତ୍ମା ଅଛନ୍ତି ବା ପବିତ୍ର ଆତ୍ମା ଅଛନ୍ତି। ସେ ଈଶ୍ୱରଙ୍କ ସନ୍ତାନ। ସେ ସମସ୍ତ ବିଷୟ ବିଚାର କରେ, ଅର୍ଥାତ୍ ସେ ଏହି ସମସ୍ତ ଆତ୍ମିକ ବିଷୟକୁ ବୁଝିପାରେ। ତଥାପି କେହି ତାହାର ବିଚାର କରେ ନାହିଁ, ଅର୍ଥାତ୍ କେହି ତାହାଙ୍କୁ ବୁଝିପାରେ ନାହିଁ। କାରଣ ଆତ୍ମିକ ମନା ମନୁଷ୍ୟର ସାଂସାରିକ ମନା ମନୁଷ୍ୟ ସହିତ ମେଳ ଖାଏ ନାହିଁ। ଆତ୍ମିକ ମନା ମନୁଷ୍ୟ ସେହି ସ୍ୱର୍ଗୀୟ ସତ୍ୟକୁ ବୁଝିପାରେ, ମାତ୍ର ସେ ସାଂସାରିକ ମନା ମନୁଷ୍ୟ ତାହାଙ୍କୁ ଭୁଲ ବୁଝେ। କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ ସେ ତାହାଙ୍କୁ ଶିକ୍ଷା ଦେଇପାରେ? କିଏ ଈଶ୍ୱରଙ୍କୁ ଶିକ୍ଷା ଦେଇପାରେ? କିଏ ପ୍ରଭୁଙ୍କ ମନକୁ ଜାଣିପାରେ? ଆମେ ଈଶ୍ୱରଙ୍କୁ କିଛି କହିପାରିବା ନାହିଁ, ମାତ୍ର ଈଶ୍ୱର ଆମମାନଙ୍କ ନିକଟରେ ଅନେକ କିଛି ବିଷୟ ପ୍ରକାଶ କରିପାରିବେ। ଯଦି ଆପଣ ଜଣେ ଉଦ୍ଧାରପ୍ରାପ୍ତ ବ୍ୟକ୍ତି ନୁହନ୍ତି, ତାହେଲେ ଆପଣ କ'ଣ ପ୍ରକୃତରେ ଭାବନ୍ତି ନାହିଁ ଯେ କ୍ରୁଶର କଥା ଆପଣଙ୍କ ନିମନ୍ତେ ମୂର୍ଖତା ମାତ୍ର? ତଥାପି ଈଶ୍ୱର କହନ୍ତି, ତାହାଙ୍କର ଯୋଜନା ଓ ଜ୍ଞାନ ହେଉଛି ଯେ ସେ ଆମମାନଙ୍କ ପାପ ନିମନ୍ତେ ତାହାଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ଆମ୍ଭେମାନେ ଉଦ୍ଧାର ପାଇବାକୁ ପାରୁ ଓ ଆମ୍ଭେମାନେ ଯେପରି ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରୁ। ଆପଣଙ୍କର ମନେଥିବ, ଆମେ ଏହି ପର୍ବଟିକୁ ପବିତ୍ର ଆତ୍ମାଙ୍କର ସ୍ପଷ୍ଟତା ମନୁଷ୍ୟ ଜ୍ଞାନକୁ ସଂଶୋଧିତ କରେ ଏହି ପ୍ରସଙ୍ଗ ସହିତ ତୁଳନା କରିଥିଲୁ। ପାଉଲ 2ଟି ଶ୍ରେଣୀର ମନୁଷ୍ୟମାନଙ୍କୁ ଉପସ୍ଥାପିତ କରିଅଛନ୍ତି, ସାଂସାରିକ ମନୁଷ୍ୟ ଓ ଆତ୍ମିକ ମନା ମନୁଷ୍ୟ। ସାଂସାରିକ ମନୁଷ୍ୟ ଆଦାମଙ୍କର ସନ୍ତାନ, ପାପର ସ୍ୱଭାବ ନେଇ ଏହି ଜଗତରେ ଜନ୍ମଗ୍ରହଣ କରିଅଛି ଓ ଦୁଷ୍ଟତାର ପ୍ରବୃତ୍ତି ତାହାଠାରେ ଅଛି, ଆଉ ତାହା ହିଁ ଜଣେ ସାଂସାରିକ ମନା ଲୋକ କରିଥାଏ। ସେଥିପାଇଁ ପାଉଲ କହନ୍ତି, କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି ସେ ସେହିସବୁ ବୁଝିପାରେ ନାହିଁ। ଏପରିକି ସାଂସାରିକ ମନା ଲୋକ ଯଦି କିଛି ଉତ୍ତମ ବିଷୟ ସାଧନ କରେ, ତାହେଲେ ତାହା ମଧ୍ୟ ତାହାର ମିଶ୍ରିତ ମନୋଭାବ ଦ୍ୱାରା ହିଁ କରିଥାଏ। ତାହାର ମନୋଭାବ ପରିଷ୍କାର କିମ୍ବା ସରଳ ନଥାଏ। ଏହାପରେ ଆମେ ଦେଖୁ ଆତ୍ମିକ ମନା ବ୍ୟକ୍ତି। ପାଉଲ କହନ୍ତି ଯେ ଆତ୍ମିକ ମନା ସେ ସମସ୍ତ ବିଷୟ ବିଚାର କରେ, ଅର୍ଥାତ୍ ସେ ସମସ୍ତ ବିଷୟ ବୁଝିପାରେ, କାରଣ ତାହାର ଆତ୍ମିକ ବିଚାର ବୁଦ୍ଧି ଥାଏ। ତାହାର ସେହି ଆତ୍ମିକ ବିଚାର ବୁଦ୍ଧି ଅନ୍ୟମାନଙ୍କ ନିମନ୍ତେ ତାହାକୁ ଭୁଲ ବୁଝିବାରେ କାରଣ ହୋଇଥାଏ, ଯେହେତୁ ସେହି ସାଂସାରିକ ମନା ଯାହା କିଛି କରେ ତାହା ସେ କାହିଁକି କରେ ତାହା ସେ ନିଜେ ବୁଝିପାରେ ନାହିଁ। ତାହା ହିଁ ହେଉଛି ଜଣେ ସାଂସାରିକ ମନା ଓ ଜଣେ ଆତ୍ମିକ ମନା ବ୍ୟକ୍ତି ମଧ୍ୟରେ ଭିନ୍ନତା। ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଆତ୍ମିକ ମନା ବ୍ୟକ୍ତି ଏକ ସ୍ୱତନ୍ତ୍ର, ଯେହେତୁ ସେମାନେ ଈଶ୍ୱରଙ୍କ ବାକ୍ୟ ସହିତ ସମ୍ପର୍କ ସ୍ଥାପନ କରିଥାନ୍ତି ଓ ତହିଁର ନିଗୂଢ଼ ତତ୍ତ୍ୱକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାନ୍ତି। କିନ୍ତୁ ସାଂସାରିକ ମନା ମନୁଷ୍ୟ ନିକଟରେ ସେହିସବୁ ବିଷୟ ମୂର୍ଖତା।
प्रिय बंधु, आज आम क्यों श्रेणीर अंतर्भुक्त? आज कौन आम ईश्वर वाक्यर महत्व को बुझा निमंते समर्थ हो पारिछु कि? आज कौन आम ईश्वर वाक्य विश्वास स्थापन करिछु कि? आज कौन आम आत्मिक मान हो पारिछु कि? यदि नाही ताहले आज मध्य समय अछि आमे से ही प्रभु यीशु ख्रीष्ट क्रूशीय प्रेमर वास्तव तात्पर्यता को बुझा चेष्टा करूँ और ख्रीष्ट को निज हृदय मध्य स्थान दे पवित्र आत्मा शक्ति रे परिचालित हुए ईश्वर को वास्तव अभिमत को सफल करने निमंते चेष्टा करूँ। प्रभु आज आम जीवन चाहते जेपरि आमे तांकर से क्रूशर निकटवर्ती हुए निजर पाप सब स्वीकार कर पापर उद्धार पाए से अनंत जीवन अधिकारी हो ईश्वर को संतानतर अधिकार प्राप्त हो। तेणु आसु प्रभु निमंते प्रस्तुत जीवन यापन करी ताहां निमंते बंचापी चेष्टा करूँ। प्रभु आम प्रत्येक को यह संक्षिप्त आलोचना मध्य दे आशीर्वाद करंतु। आशा करूँ आजिर कार्यक्रम आपन को निश्चय भल लगी। पाउल निज आड़ को आकर्षण करूनाहांती किंतु ईश्वर का वाक्य और ख्रीष्ट क्रूश आड़ को लोक मान को नहीं जाउछंती। कारण जगतर ज्ञान परिवर्तन हेबो किंतु ईश्वर का वाक्य अपरिवर्तनीय। पाउल पुरातन नियम उद्धृत करी कहउछंती, चक्षु जहा देखी नहीं और कर्ण जहा शुणी नहीं जहा हृदय जात हुई नहीं ता ईश्वर प्रकाश कले। ताही आमे आजिर अध्ययन लक्ष्य कलु। ईश्वर निगूढ़ तत्व आम निकट प्रकाश करिसंती। आमे कौन से ईश्वर को विश्वास करुछु कि जे मनुष्य रूप रे ई जगत को ओल्हे आसिले आमको पापर उद्धार करिपा निमंते आपना जीवन देले पुनरुत्थित हेले। आमे कौन से प्रभु यीशु ठारे विश्वास करुछु कि जेपरि ईश्वर को अनुग्रह आम जीवन रे अनुभव करि परिबा। तेबे आज तो आम समय शेष होई आसिलानी। परवर्ती कार्यक्रम रे पुणी आपनक सहित साक्षात हबो। आपनक ठारू आज विदाय नबा पूर्वरु आसंतु प्रार्थना करिबा। दयालु स्वर्गस्थ पिता, आमे तुमर धन्यवाद करूछु। प्रभु तुमे आम्मान को केते प्रेम कल। आम्माने अयोग्य हेले मध्य तुमे आम्मान को जीवन रे तुमरी निगूढ़ तत्व देल। प्रभु तुमे आम्मान को ज्ञान देल जेपरि आमे तुमको जानी पारू, तुम निकटवर्ती ही पारू, सत्य ईश्वर को संधान पाई पारू। प्रभु धन्यवाद देवछु तुम दया तुम अनुग्रह पाई। कारण तुम्हें स्वर्ग सुख छाड़ी जगत को ओल्हे आसिल। प्रभु आम्मान को पाई निज जीवन देल। आम्मान को पापरु आम्मान को उद्धार कल। आमे जेपरि तुम अयोग्य आचरण करिबु, तुम ठारे लागी रहिबु, से अनुग्रह तुम्हें आम्मान को दान कर। प्रभु आजिर प्रचारित वाक्य तुम्हें आम प्रत्येक को आशीर्वाद कर। तुम्हें आम्मान को प्रार्थना शुणिल धन्यवाद दे। यही प्रार्थना आम्मान को निमंते प्राण देइतबा प्रिय जीशु का नाम रे मागिलु, आमेन। गत प्रश्नर उत्तरटी हैला सी ज्ञान। आजिर प्रश्नटी हैला पाउलंक प्रचारर मुख्य विषय वस्तु कौन थिला? ए पाप, बी धार्मिकता, सी प्रेम, डी ख्रीष्टंक क्रूशीय मृत्यु। ए प्रश्नर उत्तर आसंता काली संध्या 6टा मध्यरे ऑप्शन ए, बी, सी, डी मध्यरु सठिक उत्तर बाछि आपनक नाम और संपूर्ण ठिकाना सहित 9777221415 फोन नंबर रे SMS किंबा WhatsApp द्वारा जणाइबाको अनुरोध। जदि आपनको आम कार्यक्रम भल लगुची तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर अश्विनी माझी और परिवार।